ଜଗନ୍ନାଥ। ଆଜି ବିଜୟ ଭାଇ ଆଲୋଚନା କରିବା ଠିକ କଥା ଅଚ୍ୟୁତ ଅଙ୍ଗରେ କଳଙ୍କି ଲୀଳା ହେଲା। ଠାକୁର କଳଙ୍କି ଅବତାର ହେବେ ସତ, କିପରି? ଗୋଟେ ଲୀଳା ଅବତାର ଆଉ ଗୋଟେ ଲୀଳା ଅବତାରୀ ଦୁଇଟି ଭାବରେ ବିଭକ୍ତ। ଠାକୁର ନ ଆସିବା ଆଗରୁ କିଛି ଅବତାର ଲୀଳା ସଂସାର ମଧ୍ୟରେ ପରିପ୍ରକାଶ ହେବ, ବୁଝିଗଲା। ଯଶୋବନ୍ତ ଦାସ ଏବଂ ଜଗନ୍ନାଥ ଦାସଙ୍କ ମତ ଏବଂ ଅଚ୍ୟୁତଙ୍କ ମତରେ ସଖା ଅଙ୍ଗରେ କଳଙ୍କି ଲୀଳା। ପ୍ରଭୁ ନୀଳାଞ୍ଚଳରେ ବିଦ୍ୟମାନ ହୋଇଥିବେ, ବୁଝି ହଉଛି ନା, କିନ୍ତୁ ସଖା ଅଙ୍ଗରେ କଣ ହେବେ? ଲୀଳା ଖେଳା ଆରମ୍ଭ କରିବେ। କୋଉ ସଖା? 5 ଜଣ କେହି କାହାକୁ ଉଣା ନୁହଁ। ଅଚ୍ୟୁତ, ଅନନ୍ତ, ବଳରାମ, ଯଶୋବନ୍ତ, ଜଗନ୍ନାଥ କିଏ କାହାକୁ ଉଣା? ତାହେଲେ କୋଉ ସଖା? ନା ସଖା ବୋଲନ୍ତି ଅଚ୍ୟୁତ ହେଲା। ଦ୍ୱାପର ଯୁଗ ଚାଲି ଯାଉଛି, ସୁଦାମ କୃଷ୍ଣଙ୍କ ପାଖକୁ ଯାଇଛନ୍ତି ହୀନ ଦରିଦ୍ର ବ୍ରାହ୍ମଣ ରୂପରେ, ଖାଇବାକୁ ମିଳୁନାହିଁ। ଇଏ ନେଇକି ଯାଇଛନ୍ତି କଣ? ଖୁଦ ଭଜା ନେଇକି ଯାଇଛନ୍ତି। ଦ୍ୱାରରେ ଯେତେବେଳେ ପହଞ୍ଚିଛନ୍ତି, ଦ୍ୱାରପାଳ ମାନେ ସବୁ କଣ କରିଛନ୍ତି? ବିଦା କରିଦେଇଛନ୍ତି। ଖବର ଯାଇଛି ସ୍ୱୟଂ କୃଷ୍ଣଚନ୍ଦ୍ରଙ୍କ ପାଖକୁ। ପ୍ରଭୁ ଯେତେବେଳେ ଦେଖି ଶୁଣି ପକେଇଲେ ମୋ ସଖା ସୁଦାମ ଆସିଥିଲା, ମୋ ଦ୍ୱାରପାଳ ମାନେ ବିଦା କରିଦେଲେ। ପ୍ରଭୁ ଆଉ ଆସ୍ଥାନରେ ରହିପାରିଲେ ନାହିଁ। କିଏ ସେ? ସ୍ୱୟଂ କୃଷ୍ଣଚନ୍ଦ୍ର। ବୁଝି ହଉଛି? ସେଇଠୁ କଣ କଲେ? ଦୌଡ଼ିକି ପଳେଇ ଆସିଲେ। ମାନେ ଗୋପୀ ଗୋପାଳ କାହାର କଥା ଆଉ କୃଷ୍ଣଙ୍କର ମନ ନାହିଁ, କେବଳ ସଖା ସୁଦାମ କଥା। ଯେତେବେଳେ ଦେଖି ପକେଇଛନ୍ତି, ସୁଦାମ ଦେଖୁଛନ୍ତି କୃଷ୍ଣକୁ, କୃଷ୍ଣ ଦେଖୁଛନ୍ତି ସୁଦାମକୁ। ପ୍ରଭୁ ଯେତେବେଳେ ଦେଖି ପଇଛନ୍ତି ଭକ୍ତ ସୁଦାମକୁ, ଆଖିରୁ ଧାର ଧାର ଲୁହ ବୋହିଯାଉଛି। ମୁଁ ହଉଛି ଦ୍ୱାରିକାର ରାଜା, ମୋ ସଖା ଖାଇବାକୁ ପାଉନାହିଁ ମୁଠେ, ସେ ମାୟାଧାରୀ। ସୁଦାମ ଚିନ୍ତା କରୁଛନ୍ତି ମୋ ପ୍ରଭୁ, ମୋ ସଖା, ମୋ କୃଷ୍ଣ, ମୋ ଆତ୍ମା ଆଜି କେମିତି ରହିଛନ୍ତି? କାଳେ ଇଏ ମୋ ସେ କୃଷ୍ଣ ନୁହଁ କି? ମୋ ସଖା ଯୋଉ ଛୁଆ ବେଳର ସଖା ଥିଲେ, ଇଏ କଣ ସେଇ ସଖା ନୁହେଁ କି? ମନେ ରଖି ତା ଜୀବନରେ କୃଷ୍ଣଚନ୍ଦ୍ର ଜଣଙ୍କର ପାଦ ଧରିଥିଲେ, ଭକ୍ତ ସୁଦାମର। ଭକ୍ତ ଆଉ ଭଗବାନ ଦି ସଖା। ସଖା ବୋଲନ୍ତ ହଉଛନ୍ତି ବନ୍ଧୁ, ଫେରେ ସଖା ବୋଲନ୍ତ ହଉଛି ଆତ୍ମା। ଗୋଟିଏ ଆତ୍ମା ହେଇଯାଇଛି। ଯିଏ ଉଦ୍ଧବ ସିଏ କୃଷ୍ଣ, ଯିଏ କୃଷ୍ଣ ସିଏ ଉଦ୍ଧବ। ଠାକୁର ଅଭିରାମ ପରମହଂସ ଯେତେବେଳେ ଆସିଥିଲେ, ଅବତାର ଅଭିରାମ ଆସିଥିଲେ, ସିଏ ମଧ୍ୟ ଦିନେ ବୈକୁଣ୍ଠନାଥ, ବୈକୁଣ୍ଠ ବାବାଙ୍କର, ବୈକୁଣ୍ଠ ବାବା ଶିଷ୍ୟ, ଗୁରୁ ଅଛନ୍ତି ଠାକୁର ଅଭିରାମ ପରମହଂସ। ସିଏ ଦିନେ କଣ କଲେ? ବୈକୁଣ୍ଠ କହିଲେ, ବୈକୁଣ୍ଠ ତୁ ବସ, ମୁଁ ତତେ ପୂଜା କରିବି। ଦେଖ, ଗୁରୁଙ୍କୁ ପୂଜା କରିବା କଥା କିଏ? ଶିଷ୍ୟ। କିନ୍ତୁ ଶିଷ୍ୟକୁ ପୂଜା କରିବାକୁ କହୁଛନ୍ତି କିଏ? ସେ ଠାକୁର ଅଭିରାମ ପରମହଂସ। ନା ନା ପ୍ରଭୁ, ଆପଣ ମତେ ପୂଜା କରିବେ। ଠାକୁର ଜବରଦସ୍ତିଆ କରିଛନ୍ତି, ବୁଝିବୁଝି ନା। ହେଲେ ଜବରଦସ୍ତିଆ କରିଛନ୍ତି, ସେଇଠି ବୈକୁଣ୍ଠ ବାବା କହିଛନ୍ତି, ପ୍ରଭୁ ଆପଣ ଯଦି ପୂଜା କରିବେ ମତେ ଶରଣାପନ୍ନ ହେବେ ନାହିଁ।
ସେ ଦି ଜଣଙ୍କର ଯେମିତି ଅଭେଦ ଭାବ, ଇଏ ବୈକୁଣ୍ଠନାଥ ବୈକୁଣ୍ଠ ବାବା ଏବଂ ଠାକୁର ଅଭିରାମ ପରମହଂସ। ସେମିତି ଦ୍ୱାପର ଯୁଗରେ ଯେତେବେଳେ ସଖା ସୁଦାମକୁ ନେଇଯାଇଛନ୍ତି ରାଜବାଟୀ ଭିତରକୁ, ସଖା ବସିଛନ୍ତି, ଗୋପୀ ଗୋପାଳ ମାନେ କେହି ପାଦ ଧୌତ କରିଦଉନାହାନ୍ତି, ସ୍ୱୟଂ କୃଷ୍ଣଚନ୍ଦ୍ର ତାଙ୍କ ପାଦ ଧଉଛନ୍ତି। ସେଇଠି କହିଥିଲେ ସଖା ଇଏ ଦ୍ୱାପର ଯୁଗ ଯିବ, କଳି ଯୁଗରେ ତୁହି ମୁହି ଏକ ରୂପରେ ଖେଳ, ଗୋପୀ ଗୋପାଳ ଯେ ହୋଇବେ ମେଳ ଯେ, ନ ଜାଣିବେ କଳି ନର। ହେଲେ ହେ ସଖା, କଳିର ଅନ୍ତିମ କଳି ଯୁଗରେ ତୁ ମୁଁ ଗୋଟିଏ ରୂପ ହେଇଯିବା। ଗୋପୀ ଗୋପାଳଙ୍କୁ ତମେ ଧରିକି ଖେଳ କରିବ, କିନ୍ତୁ ମୁଁ ତମ ଦେହରେ ଖେଳୁଛି ବୋଲି କେହି ଜାଣିପାରିବେ ନାହିଁ ନାହିଁ ନାହିଁ। ସେଥିପାଇଁ କୁହନ୍ତି ଅଚ୍ୟୁତ ଗୋଲକନାଥାୟ ସାକ୍ଷାତ ବିଷ୍ଣୁ ସ୍ୱରୂପ। ସେଥିପାଇଁ କି କହନ୍ତି ଯେହି ଜଗନ୍ନାଥ ମୂରନ୍ତି ନୀଳାଞ୍ଚଳରେ ସ୍ଥିତ, ସେହି ଜଗନ୍ନାଥ ମୂରତି ପଦ୍ମ ବନେ ବିଦିତ। ତେଣୁ ମହାପୁରୁଷ ଅଚ୍ୟୁତଙ୍କ ଦେହରେ କଣ କରିବେ? ଠାକୁର ଲୀଳା ଖେଳା କରିବେ। ବୁଝି ହଉଛି? କାରଣ ସଖା ଥିଲେ, ପଞ୍ଚସଖା ଭିତରେ ସବୁଠୁ ଆତ୍ମୀୟ ସଖା ଥିଲେ କିଏ? ସେ ଅଚ୍ୟୁତାନନ୍ଦ ମହାପୁରୁଷ। ତାହେଲେ ବର୍ତ୍ତମାନ କେତେ ଅଚ୍ୟୁତ ବାହାରିଲେଣି ନା? ମହାପୁରୁଷ ବି ଲେଖିଛନ୍ତି ଅନେକ ଜାଗାରେ, ସବୁ ପରିପ୍ରକାଶ ହେଲେ। କିନ୍ତୁ ଶେଷ ବେଳକୁ ତାଙ୍କ ଯେତେବେଳେ 13 ଜନ୍ମ ଅବତାର ହେବ, ସେ କହିଛନ୍ତି ଦ୍ୱାଦଶ ଅଚ୍ୟୁତ ହୋଇବେ ରାମ, ଭ୍ରମିବୁ ନାହିଁ ସପ୍ତ ତିଳ ଚିହ୍ନ କପାଳେ ତେବେ ପରତ ଯାଏ। ହେ ରାମ, ବାରଣ ସମୟ, ଶେଷ ସମୟକୁ ବୋଧେ 12 କୋଟି ଅଚ୍ୟୁତ ବାହାରିଲେ, ଶେଷବେଳକୁ 12 ଜଣ ଅଚ୍ୟୁତ ବାହାରିଲେ। ତାଙ୍କ କଥାରେ କେବେ ହେଲେ ଭ୍ରମ ହବୁ ନାହିଁ। ଆଜି ମୁଁ ପ୍ରକୃତ ହେଇଥିଲି, ମୋର କପାଳ କଣ ଥିବ? ସପ୍ତ ତିଳ ଚିହ୍ନ ଶୋଭା ପାଉଥିବ। କୋଉ କପାଳ? ଇଏ କପାଳ ନୁହଁରେ ବାପା, ଆଉ ଗୋଟେ ଜାଗା ଅଛି କପାଳ। ସେଇଆକୁ ମହାପୁରୁଷ ଅଚ୍ୟୁତ ଲେଖିଛନ୍ତି ପୁଣି 13 ଜନ୍ମ ଶରଣରେ। କିଛି ବାକି ଥିବ ଚତୁର୍ଦଶ ଜନ୍ମେ ଯିବି ମୁଁ ପ୍ରଭୁର ପାଶ। ତାହେଲେ 13 ଜନ୍ମ ଲୀଳା ସରିଯିବ। ହେ ରାମ, ଏ 13 ଜନ୍ମ ମୋର 13 ଯୁଗ ପରି ମତେ ଲାଗୁଛି ରେ। ମୁଁ ଦ୍ୱାଦଶ ଗୋପାଳଙ୍କ ଦେହରେ 13 ଜନ୍ମରେ କଣ କରିବି? ବିହାର କରୁଥିଲି, କିନ୍ତୁ ଲୋକ ମତେ କେହି ଚିହ୍ନି ପାରିବେ ନାହିଁ। ସିଏ କହିବ ଅଚ୍ୟୁତ, ସିଏ କହିବ ଅଚ୍ୟୁତ, ସିଏ କହିବ ଅଚ୍ୟୁତ ନା। ତେଣୁ ଇଏ ଗୋଟାଏ କଥା କହୁଥିବ, ସିଏ ଗୋଟାଏ କଥା କହୁଥିବ, ସିଏ ଗୋଟାଏ କଥା କହୁଥିବ। କାହା କଥା କାହା ସାଙ୍ଗେ ମିଶିବ ନାହିଁ। କାରଣ ଜାମାୟା ଦେବ ଗୋଚର କାହୁଁ ଜାଣିବେ ନରଛାର। ଚତୁର୍ଦଶ ଜନ୍ମରେ ମୁଁ ଯୋଉଠି ଜନ୍ମ ହେଇଥିବି, ସେଇଠି ମୋ ଦେହରେ କଣ ହେବେ? ଠାକୁର ଖେଳିବେ। ପୁଣି ଲେଖିଛନ୍ତି ମହାପୁରୁଷ ଅଚ୍ୟୁତ ଅନନ୍ତ ଲୀଳା କରିବେଟି ପ୍ରଭୁ ସିଚକା ଡୋଳା, ମୋ ଯାଇ ଫୁଲଲ ଭକ୍ତ ହୋଇଯିବେ ମେଳା ମେଳା ନା। ସେ କହିଲେ କିଛି ବାକି ଥିବ ଚତୁର୍ଦଶ ଜନ୍ମେ ଯିବି ମୁଁ ପ୍ରଭୁର ପାଶ। ମୁଁ ପ୍ରଭୁଙ୍କ ପାଶକୁ ସେଇ ଜନ୍ମରେ ଯିବି ନା। ପ୍ରଭୁଙ୍କ ପାଶରେ ପ୍ରଭୁ ତାଙ୍କ ଦେହରେ ଖେଳ କରିପାରନ୍ତି, କିମ୍ବା ପ୍ରଭୁଙ୍କ ଦେହରେ ଅଚ୍ୟୁତ ଖେଳ କରିପାରନ୍ତି। ଏଇଟା ମତ ଆସିବ ନା ଆଉ କଣ ଆସିବ? ପ୍ରଭୁ ଅଚ୍ୟୁତ ରୂପ ହେଇପାରନ୍ତୁ, କିମ୍ବା ଅଚ୍ୟୁତ ପ୍ରଭୁ ରୂପ ହେଇପାରନ୍ତୁ। ଏଇ କଥାକୁ ପୁରା ସମାଧାନ କରିଦେଲେ ମହାପୁରୁଷ ଅଚ୍ୟୁତ। ଚତୁର୍ଦଶ ଜନ୍ମ କଥା ସବୁ କହିବି, ତାଙ୍କ ନାଁଟା କହିବି ନାହିଁ। ଆଉ ଗୋଟେ ଭଲ କଥା ମନେ ରଖିଥାଅ, ଅଚ୍ୟୁତଙ୍କର ଗୋଟିଏ ଶାସ୍ତ୍ର ଅଛି, ଖଣ୍ଡେ ଶାସ୍ତ୍ର। ସେ ଶାସ୍ତ୍ର ଖଣ୍ଡକ ପ୍ରିଣ୍ଟ ମଧ୍ୟ ଅଛି।
ମାର୍କେଟରେ ଅତୀତରେ ବାହାରି ଥିଲା। ପଞ୍ଚସଖା ମାନେ କୋଉଠି ସବୁ ଆବିର୍ଭୂତ ହେଇଥିବେ, କଣ ନାଁ ଥିବ, ବାପା ନାଁ କଣ ଥିବ, ଜାତି କଣ ଥିବ, ମା ନାଁ କଣ ଥିବ, ଯେତେବେଳେ କଳଙ୍କ ଲୀଳା ପରିପ୍ରକାଶ ହେବ ସେତେବେଳେ ଏଇମାନେ ଆବିର୍ଭୂତ ହେଇଥିବେ। ସେ ଟୋଟାଲି ଲେଖି ଦେଇଛନ୍ତି। ଆଉ ଗୋଟେ ଜିନିଷ ଦେଖ, ଶିଶୁ ଅନନ୍ତ ବି ଲେଖିଛନ୍ତି ପଟ୍ଟାମୁଣ୍ଡାରୀ ଶାସ୍ତ୍ରରେ। ସିଏ ଗୋଟେ କଥା ଲେଖିଛନ୍ତି, ଇଏ ଗୋଟେ, କାହାର କାହା ସହିତ ତାଳ ମିଳୁନି କିନ୍ତୁ ମିଳିବ। ପଞ୍ଚସଖାଙ୍କର ଏକଇ ମତ, ଏହାକୁ ଜାଣନ୍ତି ଜ୍ଞାନୀ ପଣ୍ଡିତ। ପୁରୁଷୋତ୍ତମ ଦୈତ୍ୟାପତି ଘରେ ଅନନ୍ତ ଶିଶୁ ଜନ୍ମିବ ସେଠାରେ, ଏକଥା ଲେଖିଛନ୍ତି। ତାହେଲେ କୋଉ ପୁରୁଷୋତ୍ତମ କ୍ଷେତ୍ର? ନୀଳାଞ୍ଚଳ ହିଁ ପୁରୁଷୋତ୍ତମ କ୍ଷେତ୍ର। ଆଉ ଗୋଟେ କୋଉଠି ଅଛି ପୁରୁଷୋତ୍ତମ କ୍ଷେତ୍ର? ବୁଝି ହଉଛି? ମହାପୁରୁଷ ଏତେ ଖୋଲିକି ଲେଖି ନାହାନ୍ତି। ଛାଳ ସେ କଥା। ଆଉ ଏଇ ଯୋଉ ଅଚ୍ୟୁତାନନ୍ଦ ମହାପୁରୁଷ ଆସିବେ ଚତୁର୍ଦଶ ଧର୍ମ, ବୁଝି ହଉଛି ନା? ସେ କହିଲେ ଅଣାକ୍ଷର ଘରେ ଲୀଳା ଚହଟିବ, ଖଣ୍ଡଗିରି ଅନ୍ତରାୟ ଲେଖିଛନ୍ତି ତାଙ୍କ 13 ଜନ୍ମ ଶରଣରେ। ସବୁ କହିବି କିନ୍ତୁ ତାଙ୍କ ନାଁଟା କହିହବ ନାହିଁ। କିନ୍ତୁ ମହାପୁରୁଷ କଣ କହୁଛନ୍ତି, କିପରି କଳକି ଲୀଳା ହବ, ସେଇ ଅଚ୍ୟୁତଙ୍କର ଭବିଷ୍ୟତ ବାଳିକା। କହିଲା କଳଙ୍କି ଖେଳ ଅଟଇ ବାବୁରେ ବିଚିତ୍ର, ସଖା ଅଙ୍ଗରେ ବିହାର ଆପେ ଗୋପୀନାଥ। କହିଲେ ହେ ରାମ, ହେ ବ୍ରଜସୁତ, କଳଙ୍କି ଖେଳ ଅଟଇ ବାବୁରେ ବିଚିତ୍ର। କଳଙ୍କି ଲୀଳା ହବ ସଂସାରରେ, ଇଏ ବିଚିତ୍ର ଲୀଳା ହବ। ତା ମାନେ ମହାପୁରୁଷଙ୍କ ଭାବ, ଏଇଟା ହଉଛି ଭାବାର୍ଥ ଶବ୍ଦ। ମାନେ କଳଙ୍କି ଲୀଳା ଯୋଉ ହବ କେହି ଜାଣିପାରିବେ ନାହିଁ। ସଖା ଅଙ୍ଗରେ ବିହାର କରିବେ ଗୋପୀନାଥ। ଗୋପୀନାଥ ବୋଲନ୍ତି କୃଷ୍ଣ, ଏଠି ଜଗନ୍ନାଥଙ୍କ କଥା କୁହାଯାଇଛି। ବୁଝି ହଉଛି ନା? ଏଠି ଆମେ ଜଗନ୍ନାଥଙ୍କ କଥା କହୁନୁ। 16 କଳାରୁ 1 କଳା, ତହୁ କଳାଏ ନନ୍ଦ ବଳା, କଳାକୁ 16 କଳା କରି ଗୋପେ ହରିଲ ବ୍ରଜରାରୀ। ଗୋପୀନାଥ ହଉଛନ୍ତି 1 କଳା, କୃଷ୍ଣ ନାରାୟଣ। ତେଣୁ ଅଚ୍ୟୁତ ମଧ୍ୟରେ ଗୋଟିଏ କଳା କଣ ହବ? ଖେଳୁ। ଘରଣିଆ ପଣେ ରହି ଖେଳ କରୁଥିବେ, ଭକ୍ତଜନ ଖୋଜି ଖୋଜି କେହି ନ ପାଇବେ। ଜୟ ଜଗନ୍ନାଥ। କହିଲେ ଘରଣିଆ ପଡେ ଥିବେ, ଯଥା ସଂସାର କରିଥିବେ, କିନ୍ତୁ ଭକ୍ତଜନ ଖୋଜି ଖୋଜି କେହି ପାଇବେ ନାହିଁ। କାହାକୁ? ମହାପୁରୁଷକୁ। ବୁଝି ହଉଛି ନା? ସେ କଣ କରିବେ? କେହି ତାଙ୍କୁ ପାଇବେ ନାହିଁ। ସେ କୋଉଠି ଜନ୍ମ ହେବେ, ଆବିର୍ଭୂତ ହେବେ? ନା କୋଠ ଦେଶ ମଧ୍ୟ ଗୁପ୍ତ ହରିହର କ୍ଷେତ୍ର, ଚତୁର୍ଦଶ ଜନ୍ମେ ମୁହିଁ ହୋଇଥିବି ଜାତ। ଜୟ ଜଗନ୍ନାଥ। କେତେ ହରିହର କ୍ଷେତ୍ର ସଂସାର ଭିତରେ ବାଡିଆ ପିଟା ଚାଲିଛି ନା? ସିଏ କହିଲାଣି ଆମର ହରିହର କ୍ଷେତ୍ର, ସିଏ କହିଲାଣି ଆମର ହରିହର କ୍ଷେତ୍ର, ସିଏ କହିଲାଣି ଆମର ହରି କ୍ଷେତ୍ର। ଛନ୍ଦି ବାନ୍ଧି କରି କିଏ କେତେ କହୁଛନ୍ତି। କିନ୍ତୁ ମହାପୁରୁଷ ଏଠି ଗୋଟେ ଲେଖିଛନ୍ତି, କୋଠ ଦେଶ ମଧ୍ୟରେ ଗୁପ୍ତ ହଉଛି ହରିହର କ୍ଷେତ୍ର। ଓଡ଼ିଶା, ଉତ୍କଳ, ବଡ ରାଷ୍ଟ୍ର ନା? ଏଠି କହିଲେ କୋଠ ଦେଶ। କୋଠ ଦେଶ ଯୋଉଠି ହେଇଥିବ, ଯୋଉ ଏରିଆଟା କୋଠ ଦେଶ ହେଇଥିବ, ମନେ ହେଇତା କୋଠ ଦେଶ ହଉଛି 16 କୋଶ। ଓଡ଼ିଶାରେ ଗୋଟେ ଜାଗା ଅଛି କୋଠ ଦେଶ, ତାର ମାତ୍ର ଲମ୍ବା ଦୂରତା ହଉଛି 16 କୋଶ। କିଲୋମିଟର କେତେ ହବ ସେଇ ହିସାବ ତମେ ହିସାବ କର ହେଲା। କହିଲେ କୋଠ ଦେଶେ ଦେଶ ମଧ୍ୟ ଗୁପ୍ତ ହରିହର କ୍ଷେତ୍ର। କହିଲେ କୋଠ ଦେଶ ଭିତରେ ଗୁପ୍ତ ହେଇଥିବ ହରିହର କ୍ଷେତ୍ର। ଚତୁର୍ଦଶ ଜନ୍ମେ ମୁହିଁ ହୋଇଥିବି ଜାତ। ଦେଖ, ଚତୁର୍ଦଶ ଜନ୍ମ, ଇଆଡେ 13 ଜନ୍ମରେ ଦ୍ୱାଦଶ ଗୋପାଳଙ୍କ ଦେହରେ ଥିବେ, ଫେରେ ଚତୁର୍ଦଶ ଜନ୍ମ ଫେରେ ଆଉ ଗୋଟେ ଜନ୍ମ ହେଇଯାଇଥିବେ। ଯେମିତି ସୁନ୍ଦରାନନ୍ଦ ଥିଲେ, ଅଚ୍ୟୁତ ମହାପୁରୁଷ ଥିଲେ, ସେମିତି ଏ ଦ୍ୱାଦଶ ଗୋପାଳଙ୍କ ଦେହରେ 13 ଜନ୍ମରେ ଖେଳୁଥିବେ, ସିଆଡେ ଗୁପ୍ତ ହେଇକି ରହିଥିବେ। କୋଉଠି? କୋଠ ଦେଶ ମଧ୍ୟରେ। ଚତୁର୍ଦଶ ଜନ୍ମେ ମୁହିଁ ହୋଇଥିବି ଜାତ,
କହିଲେ ହରିହର ଏକ ଅଙ୍ଗେ ହୋଇବେ ପ୍ରକାଶ, ଅଚ୍ୟୁତ ଆଶା ପୁରିବ ଶୁଣ ବ୍ରଜ ଶିଷ୍ୟ ଜୟ ଜଗନ୍ନାଥ। କହିଲେ ହେ ବ୍ରଜ ଶିଷ୍ୟ ମାନେ ମନ ଦେଇକି ଶୁଣ, ହରିହର ଏକ, ହରିହର କ୍ଷେତ୍ର ହେଇଥିବ, ପୁଣି ହରିହର ଏକ ଅଙ୍ଗେ ହୋଇବେ ପ୍ରକାଶ, ଜଣଙ୍କ ଦେହରେ ହରିହର କଣ ହେଇଥିବେ? ପ୍ରକାଶ ହେଇଥିବେ। ଯଥା କହିବାର ତାତ୍ପର୍ଯ୍ୟ ଏଠି ଚାଲିଛି କଣ? ଅଚ୍ୟୁତଙ୍କ ଟପିକ ଚାଲିଛି, ଇଏ ପଦ ତଳକୁ ଏ ପଦ ଲେଖା ହେଇଛି। ସେଠୁ ଆମେ କଣ ଧରିବା? ଅଚ୍ୟୁତ ନିଜେ ହିଁ ହରିହର ରୂପରେ ବିହାର କରିବେ। କାରଣ ଆଗରୁ ଗୋଟେ ଜିନିଷ କହିଥିଲି, ମହାପୁରୁଷ ସିଦ୍ଧ ଅଙ୍ଗରେ ବିହାର କରିବେ ଈଶ୍ୱର, ବୁଝି ହଉଛି ନା? ତେଣୁ ହରିହର କ୍ଷେତ୍ରରେ ଅଚ୍ୟୁତଙ୍କ ଦେହରେ ହରିହର ମଧ୍ୟ ଲୀଳା କରୁଥିବେ। ସେଇଦିନ ହେ ରାମ, ହେ ବ୍ରଜ ଶିଷ୍ୟ ମାନେ ଅଚ୍ୟୁତର ଆଶା ମେଣ୍ଟିଯିବ। ବୁଝି ହଉଛି ନା? ମାନେ ଅଚ୍ୟୁତାନନ୍ଦ ମହାପୁରୁଷ ଯୋଉ ପ୍ରଭୁ ବର ଦେଇଥିଲେ ଦ୍ୱାପର ଯୁଗରେ, ହେ ସଖା ମୁଁ ତୁମ ଅଙ୍ଗରେ କଣ କରିବି? ବିହାର କରିବି, ତମେ ଗୋପୀ ଗୋପାଳଙ୍କୁ ନେଇକି ଖେଳା ଲୀଳା କରିବ। କାରଣ କଳଙ୍କି ଖେଳ ହଉଛି ବଡ ବିଚିତ୍ର। ଆଉ ଗୋଟେ ଜିନିଷ କହିଛି, କଳଙ୍କି ଅନେକ ପ୍ରକାର ଅଛନ୍ତି। ଆଦି କଳଙ୍କି, ବ୍ରହ୍ମ କଳଙ୍କି, ସତ୍ୟ କଳଙ୍କି, କଳି କଳଙ୍କି, କଳଙ୍କି ପଞ୍ଚକଳଙ୍କି। ତେଣୁ ଅଚ୍ୟୁତାନନ୍ଦ ମହାପୁରୁଷ କୋଉ କଳଙ୍କି ହେବେ ସେ ପୂର୍ବ ଟପିକରେ ଆଲୋଚନା କରିବା। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ ବୋଲ ଆନନ୍ଦେ କବାର ହରି।